ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦର ମୁଖ୍ୟ କାରଣ କ'ଣ? ସେଥିପାଇଁ ଆମକୁ ଇତିହାସକୁ ଯିବାକୁ ପଡ଼ିବ। ଯେତେବେଳେ 1947 ମସିହାରେ ଭାରତ ବିଭାଜିତ ହେଲା ଏବଂ ପାକିସ୍ତାନ ଗଠିତ ହେଲା, ଏହି ବିଭାଜନ ସହିତ ଏକ ବିବାଦ ସୃଷ୍ଟି ହେଲା, ଯାହାକି ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ସମାଧାନ ହୋଇନାହିଁ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ସବୁଠାରୁ ବଡ଼ ବିବାଦ କ'ଣ? ଏହାର ସଠିକ୍ ଉତ୍ତର ହେଉଛି କାଶ୍ମୀର। ଯେତେବେଳେ ଦେଶ ବିଭାଜନ ହେଲା, ସେତେବେଳେ ଗଡ଼ଜାତ ରାଜ୍ୟଗୁଡ଼ିକୁ ଭାରତ କିମ୍ବା ପାକିସ୍ତାନରେ ମିଶିବାକୁ ଅଧିକାର ଦିଆଯାଇଥିଲା। କିନ୍ତୁ ଜାମ୍ମୁ କାଶ୍ମୀର ଏକ ମୁସଲମାନ ବହୁ ରାଜ୍ୟ ଥିଲା ଏବଂ ଏହାର ରାଜା ଥିଲେ ମହାରାଜା ହରି ସିଂ, ଏବଂ ସେ ପ୍ରାରମ୍ଭରେ କୌଣସି ଦେଶରେ ନ ମିଶିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଯେତେବେଳେ ପାକିସ୍ତାନରୁ କିଛି ଆଦିବାସୀ ଆକ୍ରମଣକାରୀମାନେ କାଶ୍ମୀର ଉପରେ ଆକ୍ରମଣ କଲେ, ସେତେବେଳେ ମହାରାଜା ହରି ସିଂ ସାହାଯ୍ୟ ପାଇଁ ଭାରତ ପାଖକୁ ଆସିଥିଲେ ଏବଂ ଭାରତ ଏକ ସର୍ତ୍ତ ରଖିଥିଲା, ଯଦି କାଶ୍ମୀର ଭାରତରେ ମିଶିଯାଏ ତେବେ ହିଁ ଭାରତ ସାହାଯ୍ୟ କରିବ। ଯାହାଫଳରେ 26 ଅକ୍ଟୋବର 1947 ମସିହାରେ ମହାରାଜା ହରି ସିଂ ଭାରତରେ ମିଶିବାର ଦସ୍ତାବିଜ ସ୍ୱାକ୍ଷର କରିଥିଲେ। ଏହାଫଳରେ ଭାରତ କାଶ୍ମୀରରେ ସେନା ପଠାଇ ପାକିସ୍ତାନ ସମର୍ଥିତ ଆକ୍ରମଣକାରୀଙ୍କୁ ପଛକୁ ଠେଲି ଦେଇଥିଲେ। ଏହା ଥିଲା ଭାରତ ଏବଂ ପାକିସ୍ତାନ ମଧ୍ୟରେ କାଶ୍ମୀର ବିବାଦର ଆରମ୍ଭ। ସେବେଠାରୁ ଆଜି ପର୍ଯ୍ୟନ୍ତ କାଶ୍ମୀର ଦୁଇ ଭାଗରେ ବିଭକ୍ତ। ଗୋଟିଏ ହେଉଛି ଜାମ୍ମୁ ଏବଂ କାଶ୍ମୀର, ଯାହାକି ଭାରତରେ ରହିଛି, ଏବଂ ଅନ୍ୟଟି ହେଉଛି ପାକ୍ ଅଧିକୃତ କାଶ୍ମୀର, ଯାହାକୁ POK ମଧ୍ୟ କୁହାଯାଏ, ଏବଂ ଏହା ପାକିସ୍ତାନରେ ରହିଛି। ଏହା ବ୍ୟତୀତ ଜଳବଣ୍ଟନ, ଆତଙ୍କବାଦ, ସୀମା ବିବାଦ ଏବଂ ରାଜନୈତିକ ବୟାନବାଜି ମଧ୍ୟ ଏହି ବିବାଦକୁ ଆହୁରି ବୃଦ୍ଧି କରୁଛି। କିନ୍ତୁ କାଶ୍ମୀର ପ୍ରସଙ୍ଗ ହିଁ ଏହି ଦୀର୍ଘ ଏବଂ ଜଟିଳ ସଂଘର୍ଷର ମୁଖ୍ୟ କାରଣ। ଉଭୟ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ 4ଟି ଯୁଦ୍ଧ ହୋଇଛି, ଯେଉଁଥିରୁ 3ଟି ଯୁଦ୍ଧର କାରଣ ହେଉଛି ଏହି ଜାମ୍ମୁ କାଶ୍ମୀର, ଏବଂ 5ମ ଯୁଦ୍ଧ ମଧ୍ୟ ଚାଲିଛି। ତେବେ ଆପଣ କ'ଣ ଭାବୁଛନ୍ତି ଯେ କାଶ୍ମୀର ବିବାଦ କେବେ ସମାଧାନ ହୋଇପାରିବ? କମେଣ୍ଟ ଲେଖି ନିଶ୍ଚୟ ଜଣାନ୍ତୁ ଏବଂ ଆଗକୁ ମଧ୍ୟ ଏପରି ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ। ଧନ୍ୟବାଦ।